କେମିତି ଚିରିଲୁ ଛାତିକୁ ମୋର, ତୁ କେମିତି ଚିରିଲୁ ଛାତିକୁ ମୋର। ମୁଁ ସେଇ କଥା ଭାବୁଛି, କାଗଜର ତୋ ଚିଠିକୁ ଚାହିଁଲେ ବି ଚିରିବାକୁ ମୋ ହାତ ଯଦି ଧରୁଛି। ତୁ କେମିତି ଚିରିଲୁ ଛାତିକୁ ମୋର, ମୁଁ ସେଇ କଥା ଭାବୁଛି। ତୁ କେମିତି ଚିରିଲୁ ଛାତିକୁ ମୋର, ମୁଁ ସେଇ କଥା ଭାବୁଛି। କାଗଜର ତୋ ଚିଠିକୁ ଚାହିଁଲେ ବି ଚିରିବାକୁ, କାଗଜର ତୋ ଚିଠିକୁ ଚାହିଁଲେ ବି ଚିରିବାକୁ ହାତ ଯଦି ଥରୁଛି। ତୁ କେମିତି ଚିରିଲୁ ଛାତିକୁ ମୋର, ମୁଁ ସେଇ କଥା ଭାବୁଛି। ଏତେ ବଡ଼ ଧୋକା ଦବୁ ବୋଲି ଦିନେ ଆଗରୁ କେବେ ମୁଁ ଭାବି ନଥିଲି। ସୁନା ବୋଲି ଯାହା ମୁଠେଇଥିଲି ମୁଁ, ହାତ ଖୋଲି ଦେଖେ ରଗଡ଼ା ବାଲି। ତୁ କୋଉଠୁ ଶିଖିଲୁ ଛଳନା ଏତେ, ମୁଁ ସେଇ କଥା ଭାବୁଛି। ପଦୁଟେ ତୋର କଥାକୁ ଚାହିଁଲେ ବି ଭୁଲିବାକୁ ବେଶୀ ମନେ ପଡ଼ୁଛି। ଏତେ ବଡ଼ ଧୋକା ଦବୁ ବୋଲି ଦିନେ ଆଗରୁ କେବେ ମୁଁ ଭାବି ନଥିଲି। ଏତେ ବଡ଼ ଧୋକା ଦବୁ ବୋଲି ଦିନେ ଆଗରୁ କେବେ ମୁଁ ଭାବି ନଥିଲି। ସୁନା ବୋଲି ଯାହା ମୁଠେଇଥିଲି ମୁଁ, ହାତ ଖୋଲି ଦେଖେ ରଗଡ଼ା ବାଲି, ରଗଡ଼ା ବାଲି, ରଗଡ଼ା ବାଲି। ତୁ କୋଉଠୁ ଶିଖିଲୁ ଛଳନା ଏତେ, ମୁଁ ସେଇ କଥା ଭାବୁଛି। ପଦୁଟେ ତୋର କଥାକୁ ଚାହିଁଲେ ବି ଭୁଲିବାକୁ ବେଶୀ ମନେ ପଡ଼ୁଛି। ତୁ କେମିତି ଚିରିଲୁ ଛାତିକୁ ମୋର, ମୁଁ ସେଇ କଥା ଭାବୁଛି। ଗପ କହି କହି ଶୁଆଇ ଦେବାକୁ ମୋ ପାଖେ ଗପ କି ଅଭାବ ଥିଲା। ନିଦ ଠାରୁ ବେଶୀ ତୋ ଦେହଟା ବୋଧେ ରାଜମହଲର ସୁଖ ଖୋଜିଲା। ତୁ କେମିତି ଜାଣିଲୁ ବିଶ୍ୱାସ ମୋର, ମୁଁ ସେଇ କଥା ଭାବୁଛି। ଟିକିଏ ତୋର ସ୍ମୃତିକୁ ଚାହିଁଲେ ବି ଜାଳିବାକୁ ଲୁହରେ ସେ ଲିଭୁଛି। ଗପ କହି କହି ଶୁଆଇ ଦବାକୁ ମୋ ପାଖେ ଗପ କି ଅଭାବ ଥିଲା। ଗପ କହି କହି ଶୁଆଇ ଦବାକୁ ମୋ ପାଖେ। ଆଜି ଯେଉଁ ଚିକେନ କଷାଟା ଆଜି ହେଇଥିଲା, ଆଜି ଆମର ଅତିଥି ଯିଏ ଅଛନ୍ତି ଦାଦା, ତ ସେ ଆଜି ଆସିକି ସନ୍ଧ୍ୟାବେଳେ ପହଞ୍ଚିଲେ। ତ ବର୍ତ୍ତମାନ ଆମେ ବହୁତ ଅପେକ୍ଷା ପରେ ବର୍ତ୍ତମାନ ଆମେ ଆରମ୍ଭ କରିବାକୁ ଚାହୁଁଛୁ ଯେ ସେ ଯେଉଁ ଚିକେନ କଷାଟା ହେଇଥିଲା କେମିତି ଲାଗୁଛି। ଦାଦା ତାକୁ ଚାଖିବେ ଆଉ କହିବେ କେମିତି ହେଇଛି ବୋଲି। ତ ଆରମ୍ଭ କରନ୍ତୁ। କେମିତି ଚିକେନଟା ହେଇଛି? ବହୁତ ଭଲ ଲାଗୁଛି। ତାହେଲେ ମୁଁ ଆରମ୍ଭ କରୁଛି। ଚାହିଁଲେ ବି ଜାଳିବାକୁ ଲୁହରେ ସେ ଲିଭୁଛି। ତୁ କେମିତି ଚିରିଲୁ ଛାତିକୁ ମୋର, ଚିକେନଟା କି କରୁଛି ସେଇ କଥା ଭାବୁଛି। ଆପଣମାନେ ଦେଖନ୍ତୁ ଆଉ ଏନ୍ଜୟ କରନ୍ତୁ। ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ। ସେଇ ଗୌର କଥା ହାଣ୍ଡିଶାଳ। ଭାବୁଛି। ମୁଁ ସେଇ କଥା